ଦେଖୁଛନ୍ତି ରାଜା ଶକୁନ୍ତଳାକୁ ଟିକେ ଦୂରରେ ଥାଇକି ରାଜା ପୁଣି ବିଚାର କରୁଛନ୍ତି ଚୌପତି ଗୋଟେ ଚୌପତି କବି ହେଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାକୁ ନିୟମ ପଦ ସରି ସରିରେ ଧରି ଧରିରେ କରି କରିରେ ନିୟମ ପଦ ଶେଷରେ ନିୟମ ଥିବ ଶକୁନ୍ତଳାକୁ ଦେଖି ରାଜା ଦୁଷ୍ମନ୍ତଙ୍କର ମନୋରମ ଚିନ୍ତା ଆରେ ରଖିଲା ଏ ମନ ବିମ୍ବା गजर जमी चारि भाई मंथरा ये झील भाई मंथरा गामी आउटे पदासु अभ्यास करते दी आउटे पदासु अरे रोसानी ला हटा का एंकी गाइला गोटे छांदर गोटे दुइटा पद गाइला छांदर सुंदरी की देखुचंती राधा मन रे आग्रह बढ़िची विभिन्न प्रकार समस्या सृष्टि होती होते बिची मन लाखी जाई घरे घरे करी सरी सरी जो नियम पद गला होला चौपदी के गला वर्तमान जो पद गाइस बाबू ये होती सोनुप्रास हो बहिर नाम होती सुभद्रा प्रणय कवि शेष उपेंद्र सोनुप्रास जोड़े पद गाइला मैं ये झियोटी केमिति साराबू ये जो पद दिलाई ये पदर नाम होती महाअद्भुत अलंकार मधुर गात्री माला जमक ये शेष प्रांत जमक करी हरि हरि बर्तमान आसवा महा अद्भुत अलंकार अलंकार तो अलंकार अद्भुत अद्भुत खाली अद्भुत महा अद्भुत अलंकार अच्छा कि कौन जो अद्भुत से देखा ये पद्धति अद्भुत अछि देखि गोटे झियर सौंदर्य वर्णन होथो अपर पक्षरे जय कविकर कोन रचनार जो पटुता से जो कौशल ये बोले तार से कौन तर्जमा चलेगा
ହଉ ଆସୁ ପଦବୀ ସଦାବୁ ଆସିବ ସୌମ୍ୟ ଆପଣରୁ ରାଗ ପାଉଛି କହିଛୁ ରାଗ ହଉଛି ଆହାର ଯାହା ଖାଇଥିବ ସବୁ ଯିବ ବାହାରେ ହଉ ଆରମ୍ଭ କରିବା ପଡୁଛି ଆରେ ସର୍ବପୁରା ଯାଇ ये पर्वत ये कोहिला अरे ये महिला तो है मोहंगारी महिला तो है मोहंगारी महिला तो है ତ ଏତେ ଥଣ୍ଡାରେ ଏତେ କୁନ୍ଦୁଛୁ ଗରମ ଦିନରେ କେତେ କୁନ୍ଦୁଛୁ କେତେବେଳେ ଝାଳ ହେଇଯିବ ହବନି ସରାଉ ଏଉ ପଦବୀ ଗାଇବି ସର୍ବପୁରେ ଯାଇ ପର୍ବତ କହିଲା ମହିଳା ତ ହେମ ମଞ୍ଜରୀ ମହିଳା ତ ପୃଥିବୀରେ ଗୋଟେ ଜନ୍ମ ହେଇଥିଲା କଣ ଜନ୍ମ ହେଇଥିଲା ଆରେ ମହିଳା ତ ହେମ ମଞ୍ଜରୀ ହେମ ବୋଇଲେ ସୁନା ମଞ୍ଜରୀ ବୋଇଲେ ଲତା ଅର୍ଥାତ୍ ମର୍ତ୍ତ୍ୟ ଉପରେ ଗୋଟେ ସୁନାର ଲତା ଜନ୍ମ ହେଇଛି ଯଦି ଜନ୍ମ ହେଇଛି ସେ ସୁନା ଲତାର କଣ ସବୁ କରିପାରୁଛି ସେଟା ସୁଗନ୍ଧବତୀ ସୁନ୍ଦର ବାସନା ତାର ସୃଷ୍ଟି ହଉଛି ସୁନା ଲତା ଦିଅରୁ ହଁ ଆଉ ଏବଂ ଆଜ୍ଞା ସିଏ ସୁଗନ୍ଧବତୀ ସ୍ୱ ଇଚ୍ଛାରେ ଚଳିତ ନିଜ ଇଚ୍ଛାରେ ସେ ଚଳପ୍ରଚଳ କରିପାରେ ସୁନା ଲତା ଚାଲିପାରୁଛି ଆରେ ସୁନାରେ ଯେକୌଣସି ଜିନିଷ କେହି ପିନ୍ଧନ୍ତି ଯଦି ପ୍ରତିମା ତିଆରି ହେଲା ସେ ସେଇ ଜାଗାରେ ରହିବ ସେ ସୁନା ଲତାର ଦିଅରୁ ଗୋଟେ ବାସନା ପାଇଛ ତମେ ସେ ସୁନାର ବାସନା ଆସେ କି ସୁନାରେ ବାସନା ନାହିଁ ସେଠି ନୁହଁ ଚଳପ୍ରଚଳ କଲାଣି ସେଇ ଲତା ଘରେ 7 ପ୍ରକାର ଫୁଲ ପ୍ରସ୍ଫୁଟିତ ହେଇଛନ୍ତି 7 ପ୍ରକାର ଫୁଲ ସରରୁହ ଚମ୍ପା କୁମୁଦ ପାଟରୀ ନିଆଳି ଶିରିଷ 7 ପ୍ରକାର ଫୁଲ ଖାଲି 7 ପ୍ରକାର ଆଉ ସେ ଲତା ଉପରେ 7 ପ୍ରକାର ଫଳ ବି ଅଛି ହଁ 7 ପ୍ରକାର ଚଢ଼େଇ ଅଛନ୍ତି ହଁ ଆପଣ ପ୍ରମାଣ ଦେଇପାରିବେ ଖାଲି ମନକୁ ମନ କହିଯାଉଛନ୍ତି ଆରେ ସୁନା ଲତା ଯଦି ଇଏ ପୃଥିବୀରେ ସୃଷ୍ଟି ହୁଏ ସୁନା ଲତା ଦେହରୁ ପୁଣି ବାସନା ଆସିଲା ପୁଣି ସୁନା ଲତାରେ ଏ ଚଳପ୍ରଚଳ କରିପାରୁଛି ସୁନା ଲତା ତା ଦିହରେ 7 ଚଢ଼େଇ 7 ଫୁଲ 7 ଫଳ ଇଏ ଆଖି ସୃଷ୍ଟି ହେଲା ଦିନରୁ କୋଉଠି ମୁଁ ଦେଖିନି କି ଶୁଣିନି ଆପଣ ଯଦି କହୁଛନ୍ତି ତାକୁ ଦେଖାନ୍ତୁ ଆଚ୍ଛା ପରମ୍ପରା କହିଲା କଣ ଆରେ ସଫଳ ଆମ୍ବ ଡାଳିମ୍ବ ବିମ୍ବ ଦ୍ରାକ୍ଷା ଏ ତୁମି ନା ରଙ୍ଗ
ନିମ୍ବ ଦ୍ରାକ୍ଷା ତୁମ୍ବି ନାରଙ୍ଗ ମାତୃଗଣ ସାତ ପ୍ରକାର ଫଳ ସାତ ପ୍ରକାର ଚଢ଼େଇ ସାରଙ୍ଗ ଖଞ୍ଜନ ଚକ୍ର ମୟୂର ଶୁକ କପଟ ଆଉ ହଂସ ସାତ ପ୍ରକାର ଚଢ଼େଇ ଲତାରେ ବସିଛନ୍ତି। ଆଜ୍ଞା ଆଉ ଯଦି ବସିଛନ୍ତି ଏ କଥାକୁ କିଏ କହିଲା ନା ଆପଣ ଶୁଣିଛନ୍ତି ମନୁ ରହ ଅବିଆ କଣ ହେଇଗଲା ସର୍ପପୁରେ ଯାଇ ପର୍ବ ଇଏ କାହାର ସୌନ୍ଦର୍ଯ୍ୟ ବର୍ଣ୍ଣନା ହେଇଥିଲା କାହାର ସୌନ୍ଦର୍ଯ୍ୟ ସୁଭଦ୍ରାଙ୍କର ତେଣୁ ମା ସୁଭଦ୍ରାଙ୍କର ଏ ସୌନ୍ଦର୍ଯ୍ୟକୁ ପ୍ରଚାର କରିବା ପାଇଁ ଚଳୁ ଆଜ୍ଞା ପ୍ରଚାର କରିବା ପାଇଁ ପ୍ରଚାର କରିବା ପାଇଁ ଜଣେ ବାହାରିଲା କିଏ ବାହାରିଲେ ଜଣେ ଗୋଟେ ପର୍ବତ ବାହାରିଲା ପର୍ବତ ବାହାରିଲା ସର୍ବପୁରେ ଯାଇ ପର୍ବତ କହିଲା ସବୁ ପୁରକୁ ଗୋଟେ ପର୍ବତ ଯାଇକି ପ୍ରବେଶ କରିକି କହିଲା ଯେ ମର୍ତ୍ତ୍ୟପୁରେ ଏମିତି ଗୋଟେ ସୁନାର ଲତା ଅଛି ଯିଏକି ସୁଭଦ୍ରାର ଝିଅ କାହିଁକିନା ସୁନା ସହିତ ନାରୀକୁ ତୁଳନା କରାଯାଏ ତେଣୁ ସୁଭଦ୍ରା ଇଏ ହଉଛି ଗୋଟେ ସୁନାର ଲତା ପର୍ବତ କହିଲା ଏବଂ ପର୍ବତ ସବୁ ପୁର ମାନଙ୍କରେ ଯାଇକି କହିଲା କି ସୁଭଦ୍ରା ହଉଛି ସବୁଠାରୁ ଶ୍ରେଷ୍ଠ ସୁନା ମାମୁଁ ତମ ଗାଁ ଗୋଟେ ପର୍ବତ ମାନେ ସବୁ ଚାଲନ୍ତି କି ସେଇ କଥା ମୁଁ ମନେ ମନେ ଭାବୁଛି ଏ ସୃଷ୍ଟିରେ ଅନେକ ପୁର ଅଛି କିଏ କହିଲା 14 ପୁର କିଏ କହିଲା 21 ପୁର କିଏ କହିଲା 2 ପୁର ବିଭିନ୍ନ ପ୍ରକାର ପୁର କବି ମାନେ ବ୍ରହ୍ମାଣ୍ଡ ତାକୁ କୁହାଯାଏ ତାକୁ ପୁର ବି କହିବା ଆଚ୍ଛା ସର୍ପପୁର ବୋଲି ଗୋଟେ ଅଛି ସେଇଟା ପାତାଳପୁର ପାତାଳପୁରଟା ସର୍ପପୁର ଆଚ୍ଛା ସାପର ଗାତ ଛୋଟିଆ ସାପ ମାନେ ଗାତ ଭିତରେ ରହନ୍ତି ଇଏ ହେଲେ ପର୍ବତ ବିରାଟ କାୟ ଏ ପର୍ବତ ସେ ସାପ ଗାତ ଭିତରେ କେମିତି ପଶିଲା ପର୍ବତ ରାଜା ସର୍ପପୁରେ ଯାଇକି କହିଲା କହିଲା ତ ହେମମନ୍ତ୍ରୀ ଯଦି ଆପଣ କହୁଛନ୍ତି ପର୍ବତ ରାଜା ପାତାଳପୁର ସର୍ପପୁରରେ ଯାଇକି ପହଞ୍ଚିଲା ସାପ ଗାତରେ ପର୍ବତ ରାଜା କେମିତି ପଶିଲା ଛୋଟ ଗାତରେ ଆଚ୍ଛା ତମର ମନ ଭିତରେ ସନ୍ଦେହ କରି ମୁଁ ଭାବୁଛି ଦୂର ହେଇନି ସମିତିର ସନ୍ଦେହ ଆଚ୍ଛା ମୋତେ କହିପାରିବ ଏଇ ସୁଭଦ୍ରା ପୂର୍ଣ୍ଣ କାବ୍ୟରେ ଉପେନ୍ଦ୍ର ଯୋଉ ପର୍ବତ କଥା ଲେଖିଲେ ସେଇଟା କଣ এটা পাহাড় পাহাড় তো ছুটিয়া পর্বত বিরাট তাকে পর্বত কইলা ଆଉ ଶୁଣ ସେ ପାହାଡ଼ ପର୍ବତ ମୁଁ ସେ ପର୍ବତ କଥା କହୁନି ପର୍ବତ ବୋଲି ଆମ ଋଷି ଅଛନ୍ତି ନା ନାଇଁ ଆରେ ପର୍ବତ ଋଷି ସବୁ ପୁରରେ ଯାଇକି ପ୍ରବେଶ ହେଇକି ଇଏ କଥା କହିଲା যে মধ্যপ্রদেশ সুনারতা আছে সুভদ্রা রূপে সে সুনারতা সে চলপ্রচল করিপারে পদ্মিনী জাতীয় নারী হয়েছিবারু তা শরীর সুগন্ধর সৃষ্টি হয়েছে আচ্ছা সাত প্রকার ফুল সে সাত প্রকার ফুল কোন আগে সুভদ্রাঙ্ক দেহে সরবহ সরবহ যে পদ্ম সুভদ্রাঙ্কর মহটালা কলা পদ্ম চম্পা চম্পা ফুল বলে ধরাইলা পদ্ম কুমুদ কই কই ফুল বলে সুভদ্রাঙ্কর হস পাটড়ি পাতড়ি পাতড়ি হলা কান পাতড়ি ফুল যেମିତି সুভদ্রাঙ্কর কান বলে শিরিষ শিরিষ হচ্ছে শিরিষ ফুল ইয়ে হচ্ছে ভারি কোমল তেমন কোমলতা সুভদ্রাঙ্কর সেজন্য কোমলতা শিরিষ ফুল সহিত তুলে নিও অশোক ইয়ে পাতর আঙ্গুলি হচ্ছে অশোক ফুল আরে সফল আমরা নিম্ব বিম্ব দেখা তুমি না রঙ্গমা ଆଉ ସାରଙ୍ଗ ଖଞ୍ଜନ ଚକ୍ର ମୟ ଶୁକ୍ର କପଟ ହଂସ ସଙ୍ଗ ଏଇ ସାତ ପ୍ରକାର ଫଳ ଆସିଲା ଆମ ଦେହର ଆକୃତି ଜାଣିବ ସୁଭଦ୍ରାଙ୍କର ଦାନ୍ତ ବିମ୍ବ ଅଧର ଦ୍ରାକ୍ଷା କଣ୍ଠର ସ୍ୱର ତୁଣ୍ଡି ସ୍ପିଟ ନାରଙ୍ଗ ହସ୍ତ ପାଦ ତୋଳିବା ହଉଥିଲା সাত প্রকার ফল আসিব সাত প্রকার চড়াই ইয়ে সারঙ্গ খঞ্জন চক্র ময়ূর খঞ্জন চক্র ময়ূর সুপর্ণ স্বরূপে 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 মহান সুতক ছাই স্বরূপে স্বরূপে সাত প্রকার চড়াই সারঙ্গ খঞ্জন চক্র ময়ূর সারঙ্গ পরি তা
ତାର ହଉଛି କଣ ମଧୁରତା ଭଞ୍ଜନ କରି ଆଖି ଚକୁର ଓଡ଼ିଆ ଚିତ୍ର ମନ ମୟୁର ଭଳି ତାର କେଶ ପୁଛ ସୁଖ ଭଳି ହଉଛି କଥା କପଟ ଗଣ୍ଡଦେଶ ହଂସ ହଂସର ଚାଲି ଯେମିତି ତାର ଚାଲି ସେମିତି ଆଉ ଦେଖିଲ ସାର୍ ତେଣୁ ଜଣେ ଲାଗି ଦେଲେ 7 ପ୍ରକାର ଫୁଲ 7 ପ୍ରକାର ଫଳ 7 ପ୍ରକାର ଚଢ଼େଇ ଏହା ବର୍ଣ୍ଣନା ହେଲା ଏହାକୁ ଭଲ କଣ କହିଲେ ଆଜ୍ଞା ଇଏ ସ୍ୱରୂପେ କେଉଁଠାରେ ଶୁଣା ଆମର ଆଜି କାବ୍ୟ ଶକୁନ୍ତଳା ପାଇଁ ଇଏ ପଦ ଗୁଡ଼ିକ ଆମେ ପରିବେଷଣ କଲେ ରାଜା ଦେଖୁଛନ୍ତି ଆଜ୍ଞା ଆରେ ତୁଇ କା ତୁଇ ବଦନି ଇଏ ଚାହିଦେ ଦୁଇଶହ ପଞ୍ଚ ନାୟିକା କବିରେ ସାଧୁ ଚৌদাস আরে তুই কে তুই বদনি ইয়ে চাহিদে দুই কে দুই বুধ চন্দ্র দুই বদনি অর্থাৎ চন্দ্র গলা এ তুই দুরা দেখি ବୁଧରୁ ବୁଦ୍ଧି ରାଜା ବିଚାର କରୁଛନ୍ତି ଆଉ ମୋତେ ସବୁ ବୁଦ୍ଧି ହଜିଗଲାଣି ଇଏ 2 3 ପରି କାହିଁ ସାବିତ୍ରୀ ସକାଳେ ନାହିଁ सावित्री ब्रह्मा सुंदरी सृष्टि दुई परीक्षा सावित्री दुई घात कराए मान कराए दुई चहरा केते 8 ହେଲା କଣ ବିଛା କାମୁଡ଼ିଲେ ଯେମିତି ବ୍ୟସ୍ତ ଲାଗେ ବିବ୍ରତ ଜଣା ପଡେ ଆଜି ଠିକ ସେଇଭଳି ଅବସ୍ଥା ମୋର ହେଲାଣି ଇଏ 2 5 ଦିଶୁଛି ଅନାଇ ମତେ ହସୁତେ दस जुग मत अंधार देखा गला 212 है मीन ये मीननेत्री मो मन महिला रानी ये 2 शताब्दी धर नारी जान मजार 2 शताब्दी धर नारी शताब्दी धर नारी जान शताब्दी चौदह है रोहिणी पति चंद्र धर चंद्र किए धरी शिव नारी स्त्री दुर्गा पार्वती दुर्गा जान कौन सिंह कटी देश जमी सरू ये झील कटी देश सेमती ठीक सरू 2 शताब्दी धर नारी जान मजार 2 शताब्दी धर नारी
ବେଣିକୁ ଝୁଲେଇ ଦେଇ ଯୋଉ ଗତି କରୁଛ ମୋ ମନକୁ କହିଲେ ନାହିଁ ଆଉ ଖାଲି ଗୋଟେ ଲାଇନ ରହିଲା ଇଏ ଦୁଇ ନୂଆ ମାସ ତାଣ ପରା ପୁରା ଦୁଇ ନୂଆ 18 ଜ୍ୟେଷ୍ଠ ମାସରେ ତାଳ ଫଳି ତାହେଲେ ଯେମିତି ଉନ୍ନତ ଯୁଗର ଯୋଡ଼ିକ ଠିକ ସେମିତି ଶୋଭା ପାଉଛି ତେଣୁ ଶେଷରେ କବି କଣ କହିଲେ ଇଏ ଦୁଇ ଦଶା ଉପନାମ ଦୁଇ ଦଶା କେତେ 20 ର ଉପନାମ ଆଉ ଗୋଟେ ନା କଣ ହେଇପାରିବ 20 ଆଜି ବିଚାର କରୁଛି ନାୟକ ये सुंदर गुण पाइले मु विष पान करिबी के तुई नो साउ को नाम शेषे आसिबो कविंगर भ्रांति पद ये रसिक बुझिब जेहि सेहि बुझ माते सीता बुझिब जेहि बुझ माते सीता बुझिब जेहि सेहि बुझ माते सीता बुझिब जेहि सेहि बुझ माते साधु चरणे पद कवि है साधु चरण दास साधु चरणे पद ए साधु चरणे पद ये रचि देला रे सुधी नाम डेली डेली करना